नमस्कार नमस्कार। जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। चतुर्विंश अध्याय। कपिल विष्णु अंश जेहि पुत्र रूपरे ताकु पाई कर्धम चलिले सन्यासे एहि चरित चतुर्विंशे। मैत्रेय उवाच हेमंत पत्नीर वचने कर्धम अति सावधाने गोविंद पादे मन देई कहिले पत्नी मुख चाहि शुक्ल वचन स्मरी मने कहन्ति अमृत वचने। कर्धम उवाच तू देवी रूपे अनिंदिता मने न कर किछि चिंता एहि निकटे तो उदरे गोविंद नर कलेबरे जात होइबे तोर भावे तो व्रत तपर प्रस्तावे तू व्रत दान ध्यान करी विष्णु चरण हृदय धरी ए मायामय सुख तेज तपे गोविंद पादे भज से शुक्ल वर्ण तोर भावे तोहर तप बल लाभे संशय ग्रंथि तोर चिते से दृढ़ बंध कर्म गते से हरि ज्ञान उपदेशे सर्वच्छेदिबे अवशेषे। मैत्रेय उवाच से देवहूति से संदेश कर्धम वचने विश्वास करी भजिले श्रद्धा भावे जगत गुरु हरि पादे एबे निभाव हृदय धरी अशेष मंगल मुरारी प्रवेश प्रजापति अंगे पति कामिनी अंग संगे गर्भ संजोगे देह धरी जन्म होइले नर हरि संसार निस्तारण साधे अनल जेन्हे दारु मध्ये आकाशे शुभे नाना वाद्य शुभ मंगल वेदनाद गंधर्व गान सुललित नाचंती अपसराजुथ देवे करंती पुष्पवृष्टि महामंगल शुभ सृष्टि प्रसन्न दश दिग दिशे जलधि उल्लल प्रकाशे सकल प्राणी कर मन स्वभावे हुए सुप्रसन्न कर्धम आश्रम मंडल बेष्टित सरस्वती जल मरीचि आदि सप्त ऋषि ब्रह्मार तुले सर्वे आसी परम ब्रह्म सर्वव्यापी सात्विक अंशे सर्वरूपी से तत्व सांख्य ज्ञान अर्थे विराज रूप ए जगते विशुद्ध चित नर हरि कर्धम भक्ति हृदय धरी प्रवेश कर्धम मंदिरे अशेष जन उपकारे कर्धम मुख चाहि भणी आनंद मने कुश पाणी। ब्रह्मा उवाच तुझे मोहर आज्ञा शिरे घेनी ए संसार सागरे तप साधिलु घोर दुखे
ରମିଲୁ ଗୃହ ମେଧି ସୁଖେ। ପୁତ୍ରର ଧର୍ମଟିଏ ମନ୍ତ, ଯାହା ବୋଲନ୍ତି ମାତା ତାତ। ଆଦରେ ସର୍ବଦା କରଇ, ତେବେ ସେ ବିଷ୍ଣୁଙ୍କୁ ତ ସଇ। ତାହାର ଇହ ପରଲୋକେ, ସକଳ କାଳ ଯାଏ ସୁଖେ। ଏ ନବ କୁମାରୀ ତୋହର, ପରମ ସୁଗୁଣ ସୁନ୍ଦର। ଏ ସୃଷ୍ଟି ସର୍ଜନ କାରଣ, ତୁ ଏବେ ମୋର ବୋଲ ଶୁଣ। ମରିଚି ଆଦି ମୁନି ଯେତେ, ତାହାଙ୍କୁ ବରି ଶୁଦ୍ଧ ଚିତେ। ଯଥା ଉଚିତେ କରି ଶୋଭା, ନିଗମ ମତେ ଦିଅ ବିଭା। ତୁ ଯଶ ରହୁ ସର୍ବକାଳେ, ଅଶେଷ ଅବନି ମଣ୍ଡଳେ। ଏବେ ତୋହର ଘରେ ହରି, ଅଂଶେ ଜନ୍ମିଲେ ଦେହ ଧରି। ଜୀବଙ୍କ ନିସ୍ତାରଣ ଅର୍ଥେ, କପିଳ ରୂପେ ଏ ଜଗତେ। ଏ ବାକ୍ୟ କର୍ଦ୍ଦମକୁ କହି, ସେ ଦେବହୂତି ମୁଖ ଚାହିଁ। କହନ୍ତି ପ୍ରଭୁ ବେଦବର, ଧନ୍ୟ ଜୀବନ ମାତ ତୋର। ହେ ଦେବହୂତି ଶୁଣ ତୁହି, ତୋ ପୁତ୍ର ସାମାନ୍ୟ ନୁହଁଇ। ଏ ହରି ତୋହର ନନ୍ଦନ, ଛେଦିବ ହୃଦୟ ବନ୍ଦନ। ଜ୍ଞାନ ବିଜ୍ଞାନ ଯୋଗେ କର୍ମ, ନାସିବ ଧରି ଯତି ଧର୍ମ। ଶିରେ ଅରୁଣ ଜଟା ଭାର, ସ୍ୱରୂପେ ଜଗତ ସୁନ୍ଦର। ନେତ୍ର ଚରଣେ ପଦ୍ମ ଚିହ୍ନ, ସୁନ୍ଦର ଜଗତ ମୋହନ। ପରମ ଜ୍ଞାନ ତୋତେ କହି, ଇଚ୍ଛାଏ ଭ୍ରମିବ ଏ ମୋହି। ଏ ସିଦ୍ଧ ଗଣଙ୍କ ଈଶ୍ୱର, ସୁସାଂଖ୍ୟ ଯୋଗୀଙ୍କର ସାର। ତୋ ଯଶ କୀର୍ତ୍ତିର ବନ୍ଧନ, ହୋଇବ କପିଳୟା ନାମ। ମୈତ୍ରେୟ ଉବାଚ କର୍ଦ୍ଦମ ଦେବହୂତି ବେନି, ଆଶ୍ୱାସ କରି ପଦ୍ମଜୋନି। ନାରଦ ଆଦି ପୁତ୍ର ମେଳେ, ଅନେକ ମୁନିଙ୍କ ଗହଳେ। ସେ ହଂସମୟ ଦିବ୍ୟ ଜାନେ, ତତ୍କ୍ଷଣେ ଗଲେ ନିଜ ସ୍ଥାନେ। ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ, ହରଷ ଚିତେ ସୁସଭ୍ରମ। ବ୍ରହ୍ମାର ଆଜ୍ଞା ଘେନି ଶିରେ, ଋଷିଙ୍କ ଆଣି ନିଜ ପୁରେ। ମଙ୍ଗଳ ଦୁର୍ବାସୂତ୍ର ରକ୍ଷେ, ବର ବରିଲେ ଏକେ ଏକେ। ମରିଚି ମୁନି ହସ୍ତ ଧରି, କଳା କନ୍ୟାକୁ ବର ବରି। ଆନନ୍ଦ ମନେ କରି ବିଭା, କିଏ ବା ପଟାନ୍ତର ଦେବା। ଦିଦଶେ ଦେଖନ୍ତି ଆକାଶେ, ହର ଗୌରୀ ପ୍ରାୟ ଦିଶେ। ଦ୍ୱିତୀୟ କନ୍ୟା ଅନୁସୂୟା, ଅତ୍ରି ମୁନିଙ୍କି ଦେଲା ତାହା। ଶ୍ରଦ୍ଧାକୁ ଅଙ୍ଗିରସ ମୁନି, ବରିଲା କରେ ଅର୍ଘ୍ୟ ଘେନି। ପୁଲସ୍ତ୍ୟ ହବି ଦେଲା ଦାନ, ପୁଲହେ ଗତି ବିଦ୍ୟମାନ। କ୍ରତୁଙ୍କୁ ଦେଲା କ୍ରିୟା ସତୀ, ଭୃଗୁଙ୍କୁ ସମର୍ପିଲା ଖ୍ୟାତି। ବଶିଷ୍ଠେ ବରି ଅରୁନ୍ଧତୀ, ଅଥର୍ବଣକୁ ଦେଲା ଶାନ୍ତି। ଏମନ୍ତେ ନବ ବିପ୍ରବରେ, କନ୍ୟା ବିବାହେ ନିଜ ପୁରେ। ଧନେ ସନ୍ତୋଷୀ ତାଙ୍କ ମନ, ଗଲେ ଯେ ଯାହାର ଭୁବନ। ମୁନିଙ୍କି କରି ଅନୁଜାନ, ସମ୍ଭ୍ରମ କର୍ଦ୍ଦମର ମନ। ଗୃହେ ଯେ ପୁତ୍ର ଉପୁଜିଲା,
କପିଳ ନାମେ ବିଷ୍ଣୁ କଳା। ବେଗେ ମିଳିଲା ପୁତ୍ର ପାଶେ, ସ୍ୱଭାବେ ଜନକ ବିଶ୍ୱାସେ। ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ, ସୁମରେ ଶୁକ୍ଳ ବାକ୍ୟ ଏବେ। ଏକାନ୍ତେ ପୁତ୍ର ପାଶେ ଯାଇ, ବୋଲେ କପାଳେ କର ଦେଇ। କର୍ଦ୍ଦମ ଉବାଚ ଦେଖ ମୋହର ଦୁଷ୍ଟପଣ, ନ ସେବି ତୁମ୍ଭର ଚରଣ। ଏ ଗୃହ ଅନ୍ଧ କୂପ ପଥେ, ପଡ଼ିଲି ଅମଙ୍ଗଳ ଯନ୍ତ୍ରେ। ଅନେକ ଜନ୍ମେ ଯୋଗ ସାଧେ, ଯୋଗ ସମ୍ପାଦି ଅନୁବାଦେ। ଯେ ପ୍ରାଣୀ ଗୃହ ବନ୍ଧ ତେଜେ, ବନସ୍ତେ ତୋ ଚରଣେ ଭଜେ। କର୍ଣ୍ଣ କୋଟିର ମଧ୍ୟେ ଥାଇ, ବଞ୍ଚନ୍ତି ତୋ ଚରଣ ଧ୍ୟାଇ। ତୋ ପାଦ ଦେଖିବାର ଆଶେ, ସାଧନ୍ତି ଅନେକ ବରଷେ। ହେମନ୍ତ ପ୍ରଭୁ ତୁମ୍ଭେ ହରି, ମୋର ଭୁବନେ ଅବତରି। ତୋର ଭକତ ରକ୍ଷା ଅର୍ଥେ, ତୋ ଅବତାର ଏ ଜଗତେ। ନିଜ ବଚନ ସତ୍ୟ କରି, ତୁମର ଗୃହେ ଅବତରି। ସ୍ୱଭାବେ ସର୍ବଭୂତେ ଥାଉ, ଭକତ ମାନ ତୁ ବଢ଼ାଉ। ଭକତ ହିତେ ନାନା ଯୋନି, ଉପୁଜୁ ନିଜ ତେଜ ଘେନି। ପଣ୍ଡିତ ଜନେ ତୋ ବିଶ୍ୱାସେ, ତୋ ପାଦ ପଦ୍ମ ଗନ୍ଧ ବାସେ। ସଂସାର ତେଜି ସେ ଭଜନ୍ତି, ଅନ୍ତେ ତୋ ଶରୀରେ ପଶନ୍ତି। ତୁ ପୂର୍ଣ୍ଣ ବ୍ରହ୍ମ ନର ହରି, ପ୍ରକାଶୁ ଜ୍ୟୋତି ରୂପ ଧରି। ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ଗାନ, ତୁ ଶ୍ରୀ ବୈରାଗ୍ୟ ପରିପୂର୍ଣ୍ଣ। ତେଣୁ ଶରଣାଗତ ମୁହିଁ, ମୋ ଦୋଷ କ୍ଷମ ଭାବଗ୍ରାହୀ। ତୁ ନାଥ ପରମ ପୁରୁଷ, ପ୍ରକୃତି ରୂପେ ତୋ ପ୍ରକାଶ। ମହତ ଆଦି ରୂପ ତୋର, ଭୂତଙ୍କ ସୂକ୍ଷ୍ମ ଅହଙ୍କାର। ତ୍ରିଗୁଣମୟୀ କାଳ ରୂପୀ, ତୁ କବି ସର୍ବଭୂତେ ବ୍ୟାପୀ। ତୋ ରୂପ ଆତ୍ମା ଜ୍ଞାନ ଅର୍ଥେ, କପିଳ ରୂପେ ଏ ଜଗତେ। ଶରଣାଗତ ତୋ ଚରଣେ, ମୋ ମନେ ରହ ଅନୁକ୍ଷଣେ। ତୁ ପ୍ରଜାପତିଙ୍କର ନାଥ, ତୁ ଯେ ହୋଇଲୁ ମୋର ସୁତ। ତୁ ଅବତୀର୍ଣ୍ଣ ହେଲା ମାତ୍ରେ, ମୋ ଋଣ ତ୍ରୟ ନାହିଁ ଗାତ୍ରେ। ପୂର୍ଣ୍ଣ ହୋଇଲା ମନୋରଥ, ସନ୍ନ୍ୟାସ ମାର୍ଗେ ଏବେ ଚିତ। ତେଣୁ ମାଗଇ ଆତ୍ମା ଅର୍ଥେ, ତୋ ପାଦ ଧ୍ୟାନ ହୃଦଗତେ। ହରିଣ ବୁଲିବି ଜଗତେ, ହେମନ୍ତ ଆଜ୍ଞା ଦିଅ ମତେ। ଶ୍ରୀ ଭଗବାନ ଉବାଚ ତୋହର ତପ ତେଜ ବଳେ, ମୋ ଅବତାର ଏ ଶୟଳେ। ନିଜ ବଚନ ସତ୍ୟ କରି, ତୋ ପତ୍ନୀ ଗର୍ଭେ ଅବତରି। କେ ଲଭିପାରେ ମୋର ଭାବ, ମୋ ରୂପ ଯୋଗୀଙ୍କି ଦୁର୍ଲଭ। ମୁଁ ଏବେ ସଂସାରର ଅର୍ଥେ, ଜ୍ଞାନ ପ୍ରକାଶୀ ଏ ଜଗତେ। ଏ ସିଦ୍ଧ ଦେହେ ଥିବି ମୁହିଁ, ଯାବତ ସୂର୍ଯ୍ୟ ଚନ୍ଦ୍ରମହି। ସେ ତତ୍ତ୍ୱ ଜ୍ଞାନ ପୂର୍ବେ ଥିଲା, କାଳର ବଳେ ନାଶ ଗଲା। ସେ ତତ୍ତ୍ୱ ପ୍ରକାଶିବା ଅର୍ଥେ, ମୋ ଅବତାର ଏ ଜଗତେ। ତୋହର ମନେ ପ୍ରିୟ ଯେତେ, ସବୁ ସମର୍ପି ଦିଅ ମତେ। ମୋର ଚରଣେ ଭାବେ ବଢି, ଚଳ ତୁ ଗୃହ ବନ୍ଧ ଏଡ଼ି।
ସୁଦୃଢ଼େ ମୋ ପଦ ଭଜିବୁ ଦୁର୍ଜୟ ମରଣୁ ତରିବୁ ଅନ୍ତେ ପଶିବୁ ମୋ ଚରଣେ ବେଗେ ଜାତ ପସାଧବନେ ମୁଁ ଆତ୍ମାନନ୍ଦ ଜ୍ୟୋତି ପଦେ ପ୍ରକାଶ ସର୍ବଭୂତ ହୃଦେ ଆତ୍ମାର ମଧ୍ୟରେ ଆତ୍ମା ଦେଖ ମୃତ୍ୟୁ ସକାଶୁ ଆତ୍ମା ରଖ ଅଧ୍ୟାତ୍ମ ବିଦ୍ୟା ସାଧ୍ୟ କର ଏ ମାୟା ବନ୍ଧନୁ ନିସ୍ତର ସେ ବିଦ୍ୟା ବଳେ ଦେବହୂତି ହେବ ପରମାନନ୍ଦ ପ୍ରାପ୍ତି ମୈତ୍ରେୟ ଉବାଚ ଏ ମନ୍ତ ହରି ଆଜ୍ଞା ପାଇ ଅଭୟ ପଦେ ମନ ଦେଇ ବିଷ୍ଣୁଙ୍କୁ ପ୍ରଦକ୍ଷିଣ କଲା ମୌନ ବ୍ରତେ ବନ ଗଲା ଅହିଂସା ବ୍ରତ ଆଚରଣ କେବଳ ଆତ୍ମାରେ ଶରଣ ନିସଙ୍ଗ ଗୃହ ନିରପେକ୍ଷ ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ ନିର୍ଗୁଣ ବ୍ରହ୍ମେ ମନ ଦେଇ ସତ ଅସତ ପର ସେହି ଏକାନ୍ତ ଭକ୍ତି ରସେ ରସି ଜିଣିଲା କାଳ ଦଣ୍ଡ ପାଶି ଭ୍ରମଇ ବନ ବନଗିରି ଦେଖଇ ସର୍ବଭୂତେ ହରି ଇନ୍ଦ୍ରିୟ ଗଣଙ୍କୁ ନିରୋଧି ଯେସନେ ନିଶ୍ଚଳ ଜଳଧି ସର୍ବଜ୍ଞ ସର୍ବ ଆତ୍ମା ଭାବେ ସେ ଭଗବାନ ବାସୁଦେବେ ସେ ଭାବେ ରହି ଧାରପଣେ ନିର୍ବାଣ ମୁକ୍ତିର ଭିଆଣେ ଦେଖଇ ସର୍ବଭୂତେ ହରି ଆତ୍ମା ସ୍ୱରୂପେ ଅଛି ପୁରୀ ହରିର ଦେହେ ଏ ଜଗତ ଦେଖେ ଅଭେଦେ ଦୃଷ୍ଟିଗତ ଅନ୍ତେ ଲଭିଲା ହରି ଭାବ ଯେ ହରି ଦେବଙ୍କୁ ଦୁର୍ଲଭ ଏ ମନ୍ତ ବିଦୁରର ଆଗେ ମୈତ୍ରେୟ କହେ ପ୍ରିୟ ଭାବେ ନିର୍ମଳ ଭାଗବତ ବାଣୀ ଭାଷା ପ୍ରବନ୍ଧେ ପରିମାଣୀ ତୃତୀୟ ସ୍କନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ इति श्रीमद्भागवते महापुराणे परमहंस्यां संहितायां तृतीय स्कन्धे कर्दम प्रवर्जनं नाम चतुर्विंशोऽध्यायः।